ତାରାଙ୍ଗା ଛକ ନିକଟରେ ବସ୍ ଓଲଟି ଡାଭଙ୍ଗାର ଜଣେ ମୃତ 25ରୁ ଉର୍ଦ୍ଧ୍ୱ ଆହତ। ଆଜି ସକାଳୁ ନବରଙ୍ଗପୁରରେ ଏକ ବସ୍ ଓଲଟି ପଡ଼ିଛି, ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏନେଇ ପୋଲିସ ଘଟଣାର ତଦନ୍ତ ଜାରି କରିଛି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ତାରାଙ୍ଗା ନିକଟରେ ବସ୍ ଓଲଟି ପଡ଼ିଛି। ବସ୍ଟି 45ରୁ ଅଧିକ ଯାତ୍ରୀଙ୍କୁ ନେଇ ଉମରକୋଟରୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି, ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହିତ 20ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଖବର ପାଇ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ପୁଲିସ ଓ ଫାୟାର ଘଟଣାସ୍ଥଳରେ ପହଞ୍ଚି ଆହତ ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣକ ଡାଭଙ୍ଗା ଗ୍ରାମର ଗୋବିନ୍ଦ ତ୍ରିପାଠୀ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଡାଭଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନବରଙ୍ଗପୁରରୁ ଦ ପବ୍ଲିକ ଓଡ଼ିଶା ନ୍ୟୁଜ୍। जदि आपण मानकु आम वीडियो भल लगी थाए ताहले आम चैनल को लाइक शेयर और सब्सक्राइब करने को भूलिबेनि।